ମୁଁ ତ କାଲି ରାତିଠାରୁ ଭାବିଥିଲି କି ସକାଳୁ ସକାଳୁ ଉଠିକି ସଂକ୍ରାନ୍ତି ଦିନ ମନ୍ଦିର ଯିବି ବୋଲି। ହେଲେ ମୁଁ କ'ଣ ଜାଣିଥିଲି ଏମିତି ହେବ ବୋଲି? ଭଗବାନ ମୋତେ ଚାହୁଁନାହାନ୍ତି ମୁଁ ତାଙ୍କ ପାଖକୁ ଯାଏ, ଆଉ ସେଇଥିଲାଗି ସକାଳୁ ଆମର ଛୁତିଖିଆ ହେଇଗଲା। ଆଉ ଯେଉଁଥିଲାଗି ପୂଜା ତ ହେଇପାରିବନି, କିନ୍ତୁ ପେଟ ପୂଜା ତ ମୁଁ କରିକି ରହିବି। ତ ଖାଇ ପିଇ ସାରିଲା ପରେ ମାମା କତିକି ଯାଇଥିଲି, ସେ ମୋତେ ଗୋଟେ ଲମ୍ବା ଚଉଡ଼ା ଲିଷ୍ଟ ଧରିଦେଲା, ଯା ଟିକେ ଦୋକାନରୁ ଏସବୁ ନେଇ ଆସିବୁ। ଆଉ ମୁଁ ବି ମୋ ସାଇକେଲ ଧରିକି ବାହାରିଲି। କ'ଣ ଭାବୁଥିଲେ ଗାଡ଼ି ନେଇକି ଯିବି? ଆରେ ଗାଡ଼ି ମୋ ପାଖରେ ନାହିଁ, ଆଉ ଚାଲିକି ତ ମୁଁ ବିଲକୁଲ ବି ଯିବିନି। ସେଥିଲାଗି ମୋ ସାଇକେଲ ଧରିକି ଦୋକାନରେ ଆସି ପହଞ୍ଚିଗଲି। ଆଉ ବାବାଙ୍କୁ ଯାହା ଯାହା ଦରକାର ଥିଲା ସେସବୁ କହିଦେଲି, ବାବା ତାଙ୍କର ବାହାର କରିଦେଲି। ତାପରେ ମୁଁ ନେଇକି ପଳେଇ ଆସିଲି। ଆଉ ଏଇଠି ଗୋଟେ ଜିନିଷ ଦେଖନ୍ତୁ, ମୁଁ ଗଲାବେଳଠୁ ଏମାନେ ସଜ ହେଉଥିଲେ, ମୁଁ ଦୋକାନରୁ ଆସିଲିଣି ଆଙ୍କ ସଜ ସରିନି। ତ ମୁଁ ମୋ ଜିନିଷ ରଖିଦେଲି, ଆଉ ମାମା ତାର ରୋଷେଇବାସ ଷ୍ଟାର୍ଟ କରିଦେଲା। ଆଉ ଖାଇବାଟା ଆଜି ପୁରା ଟେଷ୍ଟି ହେଇଥିଲା। କାହିଁକିନା ଆ ଭିତରେ ମୁଁ ବା ରୋଷେଇ କରିଥିଲି। ଆଉ ମୁଁ କ'ଣ ବନେଇଥିଲି କହିଲ? କ୍ଷୀରି ବନେଇଥିଲି। ହେଲେ କ'ଣ ହେବ, ତାକୁ ଅଧାରୁ ଛାଡ଼ି ଦେଇକି ପଳେଇଲି। ଆଉ ଏଇଠି ଅଧା କାମ କରିଦେଇକି ପଳେଇଲି, ମାମା ତାର ଆସିକି ପୁରା କାମ କଲା। ଆଉ କ'ଣ ଏସବୁ ମୋ ଦ୍ୱାରା ହେବନି। ସେ କ୍ଷୀରି, ସେ ଖଟା, ସେଗୁଡ଼ା ସବୁ ହେବନି। ଭାତ ଡାଲି କରିବା କଥା କୁହ, ଭାତ ଡାଲି କରିକି ଥୋଇଦେବି, ଆଉ ନହେଲେ କିଛି କରିପାରିବିନି ମ। ସେ ତାର କ୍ଷୀରି ବନିଲା। ଆଉ ଏଇଠି ଗୋଟେ ସିରିୟସ୍ ଡିସ୍କସନ୍ ଚାଲିଛି। ମାମାର ବୋଧେ ବାହାଘର ହେବ, ସେଇ ଲାଗି ଦେଖୁନ କିରକିର ହେଇକି ହସୁଛି। ତ ଏଇଠି ଗୋଟେ ବଡ଼ କଦଳୀପତ୍ର ନେଇ ଆସିଲି। ଆଉ ଯାହା ଯାହା ସବୁ ଖାଇବାକୁ ହେଇଥିଲା ଦେଖୁଛନ୍ତି ତ, ଭାତ ଡାଲି ଖଟା ଘାଣ୍ଟିଆ ପନିର ଆଉ କ୍ଷୀରି, ଏସବୁ ଧରିକି ଆମେ ସବୁ ବସିଗଲୁ ଖାଇବା ପାଇଁ। ଖାଉଛି ପୁଣି ତାର କ'ଣ ହେଉଛି ଦେଖୁନାହାନ୍ତି। ମୁହଁକୁ ଯେମିତି କରୁଛି ହତିକା, ଏ ଛୁଆଟାକୁ କିଏ ଖାଇବାକୁ ଦେଉନାହାନ୍ତି। ଆଉ ଟିକେ ଗରମ ହେଇଛି, ଫୁଙ୍କିକି ଖାଇଲେ ହେବନି। ସେସବୁ ତାକୁ ଖୋଇଦେଲି। 2-4 ଥର ଖାଇଛି କି ନାହିଁ ତା ପୋଜ୍ ଦେଖନ୍ତୁ। ଏଇଟା କେଉଁଠୁ ଶିଖି ଯାଉଛି କେଜାଣି ସବୁ। ଯାହା ହଉ ଖାଇବା ପିଇବା ତ ପୁରା ଟେଷ୍ଟି ହେଇଥିଲା, ଯେମିତି କହିଥିଲି ପୁରା ଟେଷ୍ଟ ବାଲା ଟେଷ୍ଟ ଖାଇବା। ସବୁ ଜିନିଷ ଖାଇ ପିଇ ସାରିଲା ପରକୁ ଲାଷ୍ଟରେ ଥିଲା ଆମର କ୍ଷୀରି। ଆଉ କ୍ଷୀରିଟା ଯେହେତୁ ମୁଁ ଟିକେ ହାତ ମାଜି, ଆଉ କ'ଣ ଟେଷ୍ଟି ହେବନି ନା? ଆଉ ଆର ଏଇ ଫୁଲେଇର ଏ କଥାଟା ଟିକେ ଶୁଣନ୍ତୁ, କ'ଣ କହୁଛି ଇଏ। ଏଇଟା କେମିତି ଲାଗିଲା? ଭଲ ଲାଗୁନି, ଜମା ଭଲ ଲାଗୁନି। ଆଉ ଏଇଟା କ'ଣ? ଦେଲେ ବୋଲି ଖାଇଦେଲେ ନା, ଆଗକୁ ଖାଇନି, ମୁଁ ଆଉ ଖାଇନି।